ଅଧିକା ନାଚ ଗୀତ ମୁଁ ଶିଖିବି। ମୁଁ କହୁଛି ହାର ମାନେ ହେଇପାରିବ ମୁଁ ଶିଖିବି। ମୁଁ ପରା କହୁଛି ହେଇପାରିବନି। ମୁଁ ପରା କହୁଛି ହବ। କଣ ତମ କଥାରେ? ହଁ ମୋ କଥାରେ। ହଉ ହେଲା ଯଦି ତମ କଥାରେ ହଁ। ତାହେଲେ ମୋର କେତେଟା ସର୍ତ୍ତ ଅଛି। ଅବିଳମ୍ବେ ପ୍ରକାଶ କର। ଯଦି ତୁମେ ଶିକ୍ଷାଦାନ କରିବ ହଁ ଦିନରେ ଏବଂ ମୁଁ ଥିଲାବେଳେ ଅସୁବିଧା କଣ? ନୃତ୍ୟ ସଙ୍ଗୀତର ଅବମାନନା ହବ ଶିଷ୍ୟାର ସ୍ୱାମୀ। ହାଲୋ 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 ହାଲୋ। ବିଭିନ୍ନ ସମୟରେ ଆମ୍ଭେ ବିଭିନ୍ନ ରାଗ ଶିକ୍ଷା ଦଉ। ହଁ ହଁ ପ୍ରାତଃ କାଳ, ମଧ୍ୟାହ୍ନ ସମୟ, ଅର୍ଦ୍ଧରାତ୍ର। ଅର୍ଥରାତ୍ର ଅର୍ଦ୍ଧରାତ୍ରରେ ରାଗ ଚମ୍ପା କରି ନେ ଜାଗା ମା ବା ନେ ଜାଗା ବା ନେ ଜାଗା ବା ନେ ଜାଗା ନେ ଜାଗା। ହାର ମାନେ ମୋ ମୁଣ୍ଡ କଣ ହେଇଗଲାଣି ଯେ ମାଷ୍ଟର ତମେ ବିଦା କଲ ମରିବା ଦରକାର। ରାତି ଅଧା ନାଚ ଗୀତ ମୁଁ ଶିଖିବି। ମୁଁ କହୁଛି ହେଇପାରିବ ନାହିଁ। ମୁଁ ପରା କହୁଛି ହବ। ହେଇପାରିବ ନା କହୁଛି। ମୁଁ ଝାଡୁ କୁଆଡେ ଗଲା ହବ। ଆଜିଠୁ ମୁଁ ଗୁରୁଙ୍କ ପାଖରୁ ନାଚ ଗୀତ ଶିଖିବି। ଶିଖିବେ। ତମେ ରୋଷେଇ ବାସ କରି ଖାଇବାକୁ ଦବ। ମୁଁ ରୋଷେଇ କରିବି ନାହିଁ। ଯା କଣ? କୁଆଡେ ଗଲା ମୋ ଝାଡୁ? ନା, ନା, ନା। ଏ ବୁଢାକୁ ଝାଡୁ ହିଁ ଦରକାର। ନା 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 ରୋଷେଇବାସ ହବ ପରା। ହବ ହବ। ନାଚ ଗୀତ ବି ହବ। ଝାଡୁ କଥା କହିଲୁଣି ଆଉ ହବ। ହଁ ଗୁରୁଦେବ ହଁ। ଆସିଲେ ଘର ଭିତରକୁ ଯିବା। ଏ ବୁଢା କଣ ଘର ଭିତରକୁ ନୁହଁ, ପଲଙ୍କ ପାଖକୁ ଚାଲ।